ଆଜିର ଏ ଭିଡ଼ିଓଟି ଅଭିଭାବକମାନଙ୍କ ପାଇଁ। ସବୁ ଅଭିଭାବକ ବା ପିତାମାତା ପିଲାର ଗୋଟେ ସୁନ୍ଦର ଭବିଷ୍ୟତ ଚାହାନ୍ତି। ତାଙ୍କ ପିଲାଟି ଭଲ ପାଠ ପଢ଼ୁ, ଭଲ ନାଁ କରୁ, ଭଲ ମାର୍କ ରଖୁ, ସମସ୍ତେ ତାକୁ ପସନ୍ଦ କରନ୍ତୁ, ପ୍ରଶଂସା କରନ୍ତୁ, ସମସ୍ତେ ବାପା ମା' ଚାହାନ୍ତି। କେଉଁ ବାପା ମା' ଚାହାନ୍ତି ନାହିଁ ମୋ ପିଲାଟି ପଛରେ ରହିଯାଉ। କିନ୍ତୁ ସବୁ ପିଲା କ'ଣ ଆଗକୁ ଯାଇପାରନ୍ତି? ଆପଣ ଟିକେ ଭାବିକି ଚିନ୍ତା କଲେ କାହିଁକି କିଛି ପିଲା ପଛରେ ରହିଯାଉଛନ୍ତି, କିଛି ପିଲା ଭଲ କରୁଛନ୍ତି, କାହିଁକି ଏମିତି ହେଉଛି? ଯଦି ଆମେ ଟିକେ ଚେଷ୍ଟା କରିବା, ଗୋଟେ ପିଲାର ଦିନଚର୍ଯ୍ୟାଟାକୁ ଠିକ୍ ଭାବରେ ସଜାଡ଼ି ଦେବା, ଗୋଟେ ଭଲ ପିଲା ହେବା ପାଇଁ ଆମେ ତାକୁ ପ୍ରେରଣା ଦେବା, ତାହେଲେ କ'ଣ କ'ଣ କଲେ ସେ ପିଲାଟି ଭଲ ପିଲାଟି ହେଇପାରିବ, ଭଲ ସଂସ୍କାର ପାଇପାରିବ, ଭଲ ପାଠ ପଢ଼ିପାରିବ, ଭଲ ମଣିଷଟି ହେଇପାରିବ। ଆଜି ସେ ବିଷୟରେ ଟିକେ ଆଲୋଚନା କରିବା। ଟିକେ ଅଭିଭାବକମାନେ ବା ପିତାମାତାମାନେ ଟିକେ ଧ୍ୟାନ ଦେଇକି ଶୁଣିବେ, ଆଉ ଆବଶ୍ୟକ ସ୍ଥଳେ ଟିକେ ଲେଖି ରଖିବେ। କିଛି ମୁଁ କହିବି, ଏଥିରେ ମନ୍ତ୍ର କିଛି ଅଛି, ଆଉ କିଛି ଶ୍ଲୋକ ରହିବ, ଯାହାଫଳରେ ଆବୃତ୍ତି କରିବାକୁ ପଡ଼ିବ ପିଲାମାନଙ୍କୁ, ନିଜେ ବି ଶିଖିବେ। ଆଉ ଯଦି ପିଲାମାନେ ଶିଖିନାହାନ୍ତି ବା ନିଜେ ଶିଖିନାହାନ୍ତି, ତାକୁ ଟିକେ ଲେଖିକି ପ୍ରାକ୍ଟିସ୍ କରିବେ, ଆଉ ସେ ପିଲାମାନେ ସେଇ ଅନୁସାରେ ତାଙ୍କୁ ପ୍ରେରଣା ଦେବେ ପ୍ରତିଦିନ ତାକୁ ପାଳନ କରିବା ପାଇଁ। ତାହେଲେ ଦେଖିବେ ସେ ପିଲାମାନଙ୍କର ନିହାତି ଉନ୍ନତି ହେବ। ତାହେଲେ ପିଲାଟି କେତେବେଳେ ଉଠିବା ଦରକାର? ପ୍ରଥମେ ଦିନଚର୍ଯ୍ୟା ଆରମ୍ଭ ହୁଏ ଉଠିବାଟା କେଉଁ ସମୟରେ ହେବା ଦରକାର? ପିଲାଟି ଉଠିବା ନିହାତି ବ୍ରାହ୍ମ ମୁହୂର୍ତ୍ତରେ ଉଠୁ। ଆମେ ରାତିରେ ଶୋଇଯିବା ଦରକାର। 10ଟା ବେଳେ ଶୋଉ। 10ଟା ବେଳେ ଶୋଇକି ଯଦି ପିଲାଟି ଠିକ୍ 4:30 ଭୋର 4:30 ସେ ସମୟରେ ହେଲା ବ୍ରାହ୍ମ ମୁହୂର୍ତ୍ତ। ବ୍ରାହ୍ମ ମୁହୂର୍ତ୍ତ ମାନେ ଅଛି ଆମର ସେ ସମୟରେ ବିଚରଣ ରହେ ଦେବତାମାନଙ୍କର। ତାହେଲେ ସେଇ ସମୟଟା ଖୁବ୍ ସୁନ୍ଦର ସମୟ ଆଉ ଶାନ୍ତ ସମୟ। ସେ ସମୟରେ ପିଲାଟି ଉଠିବା ଦରକାର। ଉଠିକି ସେ ପିଲାଟି ସଙ୍ଗେ ସଙ୍ଗେ ପାଠ ପଢ଼ିପାରିବନି, କାହିଁକିନା ନିଦ ଆସୁଥିବ। ତାକୁ ଛାଡ଼ିବା ପାଇଁ ତା ମୁହଁ ହାତ ଧୋଇ ପଡ଼ିଲା, ତାପରେ ଆସି ବସିଯାଇ ପିଲାଟି କିଛି ହେଉଛି ମନ୍ତ୍ର ଟିକେ ପାଠ କରିବାକୁ ପଡ଼ିବ। ପ୍ରଥମେ ଆମେ ସେଇ ମନ୍ତ୍ର ବିଷୟରେ ଟିକେ ଜାଣିବା, ଆଉ ଲେଖିକି ଟିକେ ରଖିବା, ଆଉ ସବୁଦିନ ତାକୁ ପ୍ରାକ୍ଟିସ୍ କରିବା, ଛୁଆଙ୍କୁ କରିବା, ନିଜେ ବି ଟିକେ କରିବା। ତାହେଲେ ସେ ମନ୍ତ୍ରଟାକୁ ଆମ ହାତଟାକୁ ଦେଖିବା, ହାତଟାକୁ ଦେଖିକି ଏମିତି ମନ୍ତ୍ରଟା ଉଚ୍ଚାରଣ କରିବା। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ଏଭଳିଆ କହି 3 ଥର କହି ଟିକେ ହେଉଛି ମୁହଁରେ ହାତ ଲଗେଇଦେବା, ଆଉ ଜୁହାର ପଡ଼ିବା। ତାହେଲେ ପୁଣି ଥରେ ଆଉଥରେ ସେ ମନ୍ତ୍ରଟା କହିବି। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ଅର୍ଥାତ୍ କର ଅଗରେ, କର ମାନେ ହାତର ଅଗ୍ରଭାଗରେ ଲକ୍ଷ୍ମୀ ଥାନ୍ତି। ଆମେ ଗଣାଗଣି କେମିତି କରନ୍ତି ଜାଣିଥିବେ ସମସ୍ତେ। କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, ମଧ୍ୟ ଭାଗରେ ହେଉଛି ସରସ୍ୱତୀଙ୍କର ବାସ। କର ମୂଳେ ତୁ ଗୋବିନ୍ଦ, ତାର ମାନେ କରର ଆଦ୍ୟ ଭାଗ ସେଠି ଗୋବିନ୍ଦ ଅର୍ଥାତ୍ ବିଷ୍ଣୁଙ୍କର ବାସ। ତାହେଲେ ପ୍ରଭାତେ କର ଦର୍ଶନମ୍, ନିଜର କର ବା ହାତକୁ ଦର୍ଶନ କରିବା ବହୁତ ଭଲ। এই ମନ୍ତ୍ରଟି 3 ଥର ନିହାତି ପାଠ କରିବେ। ତାପରେ ସେ ପିଲାଟି କିଛି ବ୍ୟାୟାମ କରିବା ଦରକାର, ନହେଲେ ହେଉଛି ନିଦ ଆସିବାର ସମ୍ଭାବନା ରହୁଛି। 4:30ରେ ଛୋଟ ପିଲାଟି ଯଦି ଉଠିଥିବ, ତାହେଲେ ତା'ର ଅଭ୍ୟାସ ନହେଲେ ନିଦ ଆସିବ, ସେ ଶୋଇପଡ଼ିବ ପୁଣି। ତାହେଲେ କିଛି ସମୟ 10ରୁ 15 ମିନିଟ୍ କିଛି ବ୍ୟାୟାମ କରିବ। ସେ ଘର ଭିତରେ ହେଉ ଦୌଡ଼ା ଦୌଡ଼ି କରିବ। ତାହେଲେ ଯୋଗାସନ ଟିକେ ଶିଖିକି ତାକୁ ଶିଖେଇ ପାରିବେ। ଯୋଗାସନ ଟିକେ ସେ ଯେମିତି ସେଟାକୁ ପ୍ରାକ୍ଟିସ୍ କରିବ, ଡେଲି ଗୋଟେ ଜିନିଷ ହେଉ ତାକୁ ପ୍ରାକ୍ଟିସ୍ କରିକି ସେ ପ୍ରତିଦିନ ସେଟାକୁ କରିବ। ତାପରେ ସେ ତା'ର ପାଠପଢ଼ା ଆରମ୍ଭ କରିବ। ପୁଣି ଗୁରୁଜନମାନଙ୍କୁ ଟିକେ ପ୍ରଣାମ ବି କରିବାକୁ ପଡ଼ିବ ସେ ସମୟରେ। ତାପରେ ସେ ବସି ଆସନରେ ବସି ପାଠପଢ଼ା ଆରମ୍ଭ କରିବ। ମାଆଙ୍କୁ ଟିକେ ସ୍ମରଣ କରିଦେବା। ପାଠପଢ଼ାରେ ସବୁବେଳେ ମାଆଙ୍କୁ, ସରସ୍ୱତୀ ମାଆଙ୍କୁ ସ୍ମରଣ କରିବା ପାଇଁ ତାର ବି ଗୋଟେ ମନ୍ତ୍ର ଅଛି, ଆଉ ସେଟାକୁ ପ୍ରଥମେ ପାଠ କରିକି ତାପରେ ପାଠ ଆରମ୍ଭ କରିବା ଦରକାର। ସେ ସରସ୍ୱତୀ ମନ୍ତ୍ରଟାକୁ ଟିକେ ଲେଖିଦେବେ। ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପିଣୀ, ବିଦ୍ୟାରମ୍ଭଂ କରିଷ୍ୟାମି ସିଦ୍ଧି ଭବତୁ ମେ ସଦା। ଆଉ ଥରେ କହୁଛେ। ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପିଣୀ,
विद्यारम्भं करिष्यामि सिद्धि भवतु मे सदा। गणेशଙ୍କର ବନ୍ଦନା ବି ଟିକେ କରିହେବ, 1 ମିନିଟ୍ ଭିତରେ ସରିଯିବ ଇଏ। ନମो ଗଣେଶ ବିଘ୍ନେଶ गिरिजानन्दन प्रभु मम विघ्न विनाशाय गणाधिपतये नमः। ताले ये 2टी मंत्र को लेखिकी प्रैक्टिस करिया पड़िबो। करिकी पाठ आरंभ पूर्व निहाती विद्यादाता गणेश विद्यात्री माँ सरस्वती को प्रार्थना करिए पाठ आरंभ करिए। निहाती 2 घंटा पढ़ा पड़ो। से 5टा बेलू हो 5टा ରୁ 7ଟା जाए 2 घंटा पाठ आग पढ़ा पड़ो। तार से अनुसार गोटे रुटीन तैयारी करदे कौन कौन पाठ सब कर से अनुसार कलापर ठीक 7टा बेलू उठिकी तार जलखिया कर तार नित्यकर्म जहाँ सब कर विद्यालय जावाई प्रस्तुत हम। विद्यालय कौन कौन सब पढ़ुची कौन करूँ भी आपण मैंने तदारख करेंगे। आसला देखिए से सब कौन कौन पढ़ी खातार कौन कौन पाठ लिखाई कौन दिखाई कौन से करुच्ची कौन ना ताकू देखिए। से गला तो दिन कम ऊपर बेला आसी खेला खेल कर ठीक 6टा 6:30 संध्या बेलर समय। संध्या बेले ताकू निजे गीतार गोटे श्लोक निहाती पढ़े। भागवतर गोटे अध्याय हो गीतार गोटे श्लोक हो निहाती पढ़े और पाखरे बसैकी शुणा को कहे। जदि से बड़ पिला होता ताकू पढ़ा भी देले बहुत भल। ता सहित से अध घंटा निहाती से समय से अतिबाहित करने दरकार। गीता भागवत पढ़ार गीतार गोटे श्लोक भी पढ़िकी प्रतिदिन गोटे श्लोक पढ़िकी मन रखा दरकार। गीतार श्लोक गुड़ाक मुखस्थ रखिले भी बहुत भल तो भल लगे। तापर से अध घंटा पर गुरुजन मान प्रणाम कर कौन भोजन करी से पाठ पढ़ार आरंभ कर 7टा बेलू 7टा निहाती 2 घंटा 9टा जाए कि 10टा जाए बड़ पिला हेले 10टा जाए निहाती पाठ पढ़े। 10टा बेले खाई पीके टिके समय पर शोले ठीक है। अर्ली टू बेड अर्ली टू राइज मेक्स ए मैन हेल्दी वेल्दी एंड वाइज। तेणु सळ शोइबा सळ उठिबा ये है गोटे दिनचर्या। खूब सुंदर भाव में ये दिनचर्या यदि जड़े पालन करे तार स्वास्थ्य भल रहिबो पाठ भल हम मन भी भल रहिबो जड़े भल पिला हो पार से आ गुरुजन मान प्रति तांकर माने स्नेह रहिबो भक्ति रहिबो श्रद्धा रहिबो। जदि आमे ठीक बाटरे तांको परिचालित करती पिला माने साधारणतः से माने ठीक बाटटा को जानि नथांती से जा परता से जिते पार बुले जिते खाइले जिते गाधेले ठीक ठाक दिनचर्या ठीक रहेनि। आमे से प्रति टिके गुरुत्व देवा गुरुजन हिसाब रे तांको टिके बाट को आनिबा। प्रथमे जदि आमे 21 दिन कर दउछंती ए कामटा को ताले से अभ्यास रे पड़ जिवो आउ हमको परिश्रम करिया पड़िबो नै। तेणु आपण माने निश्चित चेष्टा करंतु पिला टिके भल पिला भल मनुष्य करिया पई निजको टिके परिश्रम करिया पड़िबो। चेष्टा करंतु। धन्यवाद।